ଆଜି ଆମେ ଶିଖିବା ସର୍ଟ ଟ୍ରିକ୍ ଶିଖିବା ସ୍କୋୟାର କେମିତି ବାହାର କରିବା ଆଉ ସ୍କୋୟାର ରୁଟ୍ କେମିତି ଆମେ ଆରାମସେ ବାହାର କରିପାରିବା। ତ ସେଇ ଉପରେ ଡେଡିକେଟେଡ୍ ଭିଡିଓଟି। ତମେ ଯଦି ଯେକୌଣସି କମ୍ପିଟିଟିଭ ଏକ୍ଜାମ ର ପ୍ରିପାରେସନ କରୁଥିବ ତ ସେଇଠି ତମକୁ ଡେଫିନେଟଲି ୟାର ଆବଶ୍ୟକତା ପଡିବ ହେଲା। ତ ସବୁଠୁ ଫାଷ୍ଟ ଆମେ ଶିଖିବା ସ୍କୋୟାର କେମିତି ବାହାର କରିବା ବହୁତ ସହଜରେ, ଆଉ ସ୍କୋୟାର ରୁଟ୍ କେମିତି ବାହାର କରିବା ହେଲା। ତ ସବୁଠୁ ଫାଷ୍ଟ ଆମେ ଶିଖିବା ସ୍କୋୟାର କଣ। ଦେଖ ସ୍କୋୟାର କୁ ଆମେ ବର୍ଗ ବୋଲି କହିବା। ସ୍କୋୟାର କୁ ଆମେ ବର୍ଗ ବୋଲି ଦେଖ, ମୁଁ ତମକୁ ଯାହା ବି କହିବି ତମେ ସିମ୍ପଲି ଜିନିଷ ମନେ ରଖିବ। ଆରାମ ସେ ତମେ ଯେକୌଣସି ସଂଖ୍ୟାର ବର୍ଗ ବହୁତ ସହଜରେ ବାହାର କରିପାରିବ। ଫାଷ୍ଟ ପଏଣ୍ଟ ତମକୁ ମନେ ରଖିବାର ଅଛି ଯେ କଣ, କୌଣସି ସଂଖ୍ୟାର ଲାଷ୍ଟକୁ ଯଦି 2, 3, 7 ଆଉ 8 ଥିବ ତାହେଲେ ସେଇଟା ଗୋଟେ କେବେ ହେଲେ ବି ବର୍ଗ ସଂଖ୍ୟା ହବ ନାହିଁ। କଣ ସେଇଟା କେବେ ହେଲେ ବି ଗୋଟେ ବର୍ଗ ସଂଖ୍ୟା ହବ ନାହିଁ। ମୁଁ ଏକ୍ଜାମ୍ପଲ ଦେଇକି ବୁଝଉଛି। ଯେମିତି କି ଗୋଟେ ଏକ୍ଜାମ୍ପଲ ଆମେ ନେଇକି ଦେଖିବା। ଯେମିତି କି ଦେଖ 25। 25 ଟା ଗୋଟେ କଣ ବର୍ଗ ସଂଖ୍ୟା। ବର୍ଗ ସଂଖ୍ୟା ମାନେ କଣ, ଦେଖ 5 ର ଆମେ ଯଦି ବର୍ଗ ବାହାର କରିବା, 5 ର ବର୍ଗ ମାନେ କଣ 5 ଗୁଣନ 5, ତ କେତେ ବାହାରିବ 25 ବାହାରିବ। 25 ଟା ଗୋଟେ ବର୍ଗ ସଂଖ୍ୟା ବା ସ୍କୋୟାର ନମ୍ବର। ଦେଖ ୟାର 25 ର ଲାଷ୍ଟ କୁ କେତେ ଅଛି 5 ଅଛି। କେତେ ଅଛି 5 ଅଛି। ଏଇଠି କେତେ ଦେଇଛି 2, 3, 7, 8 ରହିବ ନାହିଁ। ଦେଖ ଲାଷ୍ଟ କୁ 5 ଆସିଲା, 2 ଆସିଲା କି ଆସିଲାନି, 3 ଆସିଲା କି ନାଇଁ, 7, 8 ଆସିଲା ନାହିଁ। କୌଣସି ଗୋଟେ ବର୍ଗ ସଂଖ୍ୟାର ଲାଷ୍ଟ କୁ 2, 3, 7, 8 କେବେ ହେଲେ ରହିବ ନାହିଁ। ୟାର ଅର୍ଥ ଏୟା ନୁହଁ ଯେ ଲାଷ୍ଟ କୁ ଯଦି 1, 5, 6, 9 ରହିଲା ବର୍ଗ ସଂଖ୍ୟା, ସେୟା ବି ନୁହେଁ ହେଲା। ଯେମିତି କି 79 ମୁଁ ଲେଖିଲି, ଲାଷ୍ଟ କୁ କେତେ ଅଛି 9 ଅଛି, 2, 3, 7, 8 ଅଛି କି ନାହିଁ, ତାମାନେ ଏଇଟା କଣ ଗୋଟେ ବର୍ଗ ସଂଖ୍ୟା, ନାହିଁ ସେମିତି ନାହିଁ। ଏଇଟା ଚିହ୍ନିବା ପାଇଁ ମୁଁ ତମକୁ କହିଲି ଯେ କୌଣସି ସଂଖ୍ୟାର ଯଦି ଲାଷ୍ଟ କୁ 2, 3, 7, 8 ଥିବ ତାହେଲେ ସେଇଟା ଗୋଟେ ବର୍ଗ ସଂଖ୍ୟା ହବନି ହେଲା। କିନ୍ତୁ ୟାର ଓଲଟା ଠିକ ନୁହଁ। ଦେଖ ତାପରେ ଆଉ ଗୋଟେ ଜିନିଷ ତମକୁ ମନେ ରଖିବାର ଅଛି କଣ, ଲାଷ୍ଟ କୁ 1, 4, 5, 6, 9, 0 ଥିବ ଗୋଟେ ବର୍ଗ ସଂଖ୍ୟାର। 1, 4, 5, 6, 9, 0 ତମେ ଯେମିତିଆ ବର୍ଗ ସଂଖ୍ୟା ଲେଖ। ମନେକର ମୁଁ ଲେଖିବି 36, ଦେଖ ଲାଷ୍ଟ କୁ 6 ରହିଲା, 25 ରେ 5 ରହିଲା। ମନେକର ମୁଁ ଲେଖିବି 81, ଲାଷ୍ଟ କୁ 1 ରହିଲା। ଏରା ସବୁ ଗୋଟେ ବର୍ଗ ସଂଖ୍ୟା, ମାନଙ୍କ ଲାଷ୍ଟ କୁ କିଏ ରହିବେ 1, 4, 5, 6, 9, 0। ଆଉ ଗୋଟେ ଜିନିଷ, ଯେକୌଣସି ବର୍ଗ ସଂଖ୍ୟାର କୌଣସି ବର୍ଗ ସଂଖ୍ୟା ମାନେ ଯେମିତି କି ଗୋଟେ ବର୍ଗ ସଂଖ୍ୟା ନବା ଆମେ 625, 625 ହେଲା। 600 କେତେ ନବା 25 ନବା। ସବୁବେଳେ ମନେ ରଖିଥାଅ ଗୋଟେ ବର୍ଗ ସଂଖ୍ୟାର ଡିଜିଟାଲ ସମ୍ କେତେ ଆସିବ, 0 ଆସିବ, 1 ଆସିବ, 4 ଆସିବ, 7 ଆସିବ କିମ୍ବା 9 ଆସିବ। ଡିଜିଟାଲ ସମ୍। ଡିଜିଟାଲ ସମ୍ ଫାଷ୍ଟ କିଛି ବେସିକ ଜିନିଷ ଜାଣ, ତାପରେ ମୁଁ ତମକୁ ଟ୍ରିକ୍ କହିବି। ଡିଜିଟାଲ ସମ୍ ୟାର ଅର୍ଥ କଣ ଦେଖ, ଯଦି ସଂଖ୍ୟାଟା ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା ହେଇଥିବ, ବର୍ଗ ସଂଖ୍ୟା ମାନେ କଣ, ଦିଟା ସଂଖ୍ୟାକୁ ଗୁଣନ କଲେ ସେଇ ସଂଖ୍ୟାଟା ବାହାରିଥିବ। ଯେମିତିକି 625 ଟା 25 ଗୁଣନ 25 କଲେ 625 ବାହାରୁଛି, ତ ଏଇଟା ଗୋଟେ କଣ ପୂର୍ଣ୍ଣ ବର୍ଗ ସଂଖ୍ୟା। ବୁଝିହେଲା। ଆମେ ଯଦି ୟାର ଡିଜିଟାଲ ସମ୍ ବାହାର କରିବା ତାହେଲେ 0, 1, 4, 7, 9 ଏଇ ଭିତରୁ କୋଉଟା ଗୋଟେ ବାହାରିବ। କରିକି ଦେଖିବା। 6 ମିଶାଣ 2 ମିଶାଣ 5 ଡିଜିଟାଲ ସମ୍ ମାନେ କଣ, ଏଇଗୁଡାକ ମିଶେଇ ଦବ। ଏଇ ଡିଜିଟ ଗୁଡାକ ମିଶେଇବ। 6 ରେ 2 ମିଶେଇବ, 2 ରେ 5 ମିଶେଇବ। 6, 2 କେତେ 8, 8, 5 କେତେ 13। ଦି ଅଙ୍କ ବିଶିଷ୍ଟ ଆସିଲା, ଏଟାକୁ ଆଉଥରେ ମିଶେଇକି ଦେଖ। 1 ରେ 3 ମିଶିଲେ କେତେ 4। ତ ବୁଝି ହେଲା ଡିଜିଟାଲ ସମ୍ କେତେ ଆସିଲା 4 ଆସିଲା। ତ ସିମ୍ପଲ ଜିନିଷ ତମକୁ ମନେ ରଖିବାର ଅଛି, କୌଣସି ସଂଖ୍ୟା ଯଦି ବର୍ଗ ସଂଖ୍ୟା ହବ ତ ତାର ଲାଷ୍ଟ କୁ କଣ ରହିବନି, 2 ରହିବନି, 3 ରହିବନି, 7 ରହିବନି, 8 ରହିବନି। ଏଇ ଫ୍ୟାକ୍ଟ ଟା ତମେ ମନେ ରଖିବ। ଆଉ ଗୋଟେ ଜିନିଷ ମନେ ରଖିବ କଣ, ଯେ ସେମାନଙ୍କର ଡିଜିଟାଲ ସମ୍, କୌଣସି ସଂଖ୍ୟା ଯଦି ଗୋଟେ ବର୍ଗ ସଂଖ୍ୟା ହବ ସେମାନଙ୍କର ଡିଜିଟାଲ ସମ୍ ସବୁବେଳେ 0, 1, 4, 7 ଆଉ 9 ହିଁ ହବ ହେଲା। ଏସବୁ ଥିଲା କଣ, ଏସବୁ ଥିଲା ତମର ବେସିକ ଫ୍ୟାକ୍ଟ ନଲେଜ। ଏବେ ଆମେ ଟ୍ରିକ୍ ଶିଖିବା। କଣ ଶିଖିବା,
କୌଣସି ଯେତେ ବଡ ସଂଖ୍ୟା ହେଲେ ବି ତମେ ତାର ବର୍ଗକୁ ବହୁତ ସହଜରେ କେମିତି ବାହାର କରିପାରିବ। ଦେଖ, ଫାଷ୍ଟ ଆମେ ଶିଖିବା ଲାଷ୍ଟ ଡିଜିଟ 2, ଲାଷ୍ଟ ଡିଜିଟ 5। କୌଣସି ସଂଖ୍ୟାର ଲାଷ୍ଟକୁ ଯଦି 5 ଥିବ ତାହେଲେ ତାର ଆମେ ବର୍ଗ କେମିତି ବାହାର କରିବା। ସରି, ଦେଖ, ମନେକର 45, 45 ର ସ୍କୋୟାର ତମେ କେମିତି ବାହାର କରିବ ଦେଖ। ସିମ୍ପଲ ଜିନିଷ, ଲାଷ୍ଟକୁ କେତେ ଅଛି? 5 ଅଛି। ତ ତମେ କଣ କରିବ? 5 ର ସ୍କୋୟାର କରିକି ଲେଖିଦବ। 5 ର ସ୍କୋୟାର କେତେ? 25। ତାପରେ କଣ କରିବ? ଏଇଠି କେତେ ରହିଲା? ଏଠି ରହିଲା 4। ଏଠି 4 ଲେଖିବ। 4 ର ପରବର୍ତ୍ତୀ ସଂଖ୍ୟା କିଏ? 5। 4 କୁ 5 ରେ ଗୁଣନ କରିଦବ। କେତେ? 20। ଏଇ 20 କୁ ଆଣିକି ଏଠି ଲେଖିଦବ। ତ ଆନ୍ସର କେତେ ହେଇଗଲା? 2025। ତମେ 45 ର ବର୍ଗ ବାହାର କରିକି ଗୁଣିକି ଦେଖ, ଦେଖିବ 2025 ହିଁ ବାହାରିବ। 5 ପଞ୍ଚା କେତେ? 25। 5 ରଖିନେଲା 2। 5 କୁ 20, 2 22। 4 ପଞ୍ଚା 20, ଶୂନ ରଖି 2 ଗଲା। 4 ଚଉକୁ 16, 2 18। 5 କୁ 5, 2 କି 2, 8 2 10, ଶୂନ ରଖି 1 ଗଲା, 2 କି 2। ଦେଖିଲ, ସେମ୍ ମ୍ୟାଚ୍ କରିଗଲା। ଆଉ ଗୋଟେ ଏକ୍ସାମ୍ପଲ ନେଇକି ଦେଖିବା। ଏଇଟା ମୁଁ କୋଉଥିପାଇଁ ଟ୍ରିକ୍ କହୁଛି? ଯେକୌଣସି ସଂଖ୍ୟାର ଲାଷ୍ଟକୁ ଯଦି 5 ଥିବ ତାହେଲେ ଆରାମସେ ତମେ ତାର ବର୍ଗ ବା ସ୍କୋୟାର ବାହାର କରିପାରିବ। କେମିତି କରିବ? 5 ଅଛି ଲାଷ୍ଟକୁ, ମାନେ 5 ର ସ୍କୋୟାର 25 ଲେଖିଦବ। ତାପରେ ଯୋଉ ସଂଖ୍ୟାଟା ବଳିଲା ତାର ପରବର୍ତ୍ତୀ ସଂଖ୍ୟା ସହ ଗୁଣନ କରିକି ତା ପୂର୍ବରୁ ତମେ ଲେଖିଦବ, ଆନ୍ସର ବାହାରି ପାରିବ। ଆଉ ଗୋଟେ ଏକ୍ସାମ୍ପଲ, ମନେକର ଆମେ ନବା 75। 75 ର ସ୍କୋୟାର। ତ ୟାର ଆନ୍ସର ତମେ କେତେ ବାହାର କରିବ? ୟାର ଆନ୍ସର ହବ 56 25। ମୁଁ ଡାଇରେକ୍ଟଲି ଲେଖିଦେଲି ଯେ 75 ର ସ୍କୋୟାର କେତେ? 5 6 2 5। କେମିତି ବାହାର କଲି? ସିମ୍ପଲ ଜିନିଷ, ଲାଷ୍ଟକୁ କେତେ ଅଛି? 5 ଅଛି। ତ 5 ର ସ୍କୋୟାର ଲେଖିବ ଏଠି କେତେ? 25। ଏଠି କେତେ ଅଛି? ବଳିଲା କିଏ? 7। ତ 7 ର ପରବର୍ତ୍ତୀ ସଂଖ୍ୟା କିଏ? 8। 7 କୁ 8 ରେ ଗୁଣିଲେ କେତେ? 56। ତ ସିମ୍ପଲ ଟ୍ରିକ୍ ହେଲା, 5 6 2 5। ଦେଖ ମ୍ୟାଚ୍ କରିଗଲା। ବୁଝୁଛ ନା ବୁଝୁ? ଏମିତି 3 ଅଙ୍କ ବିଶିଷ୍ଟ ସଂଖ୍ୟାରେ କଣ ଏଟା କାମ କରିବ କି? ନିହାତି କାମ କରିବ। ଯେକୌଣସି ସଂଖ୍ୟାର ଲାଷ୍ଟରେ ଯଦି 5 ଥିବ ତାହେଲେ ଏଇ ଟ୍ରିକ୍ ଟା ତମର ଆରାମସେ କାମ କରିବ। ଯେମିତି କି 115, 115 ର ସ୍କୋୟାର। ଏବେ ଆମେ ଦେଖିବା 3 ଅଙ୍କ ବିଶିଷ୍ଟ ସଂଖ୍ୟାରେ ଏଟା କାମ କରିବ କି ନାହିଁ। ହେଲା, ତ ଦେଖ ସିମ୍ପଲ ଜିନିଷ, ଲାଷ୍ଟକୁ 5 ଅଛି। ଲାଷ୍ଟକୁ 5 ଅଛି, ତ 5 ର ସ୍କୋୟାର କେତେ? 5 ର ସ୍କୋୟାର ହଉଛି 25। କେତେ ବଳିଲା? 11। 11। 11 ର ପରବର୍ତ୍ତୀ ସଂଖ୍ୟା ହଉଛି 12। 11 କୁ 12 ରେ ଗୁଣିଲେ କେତେ? 132। ତାର ରାଇଟ୍ ଆନ୍ସର ହେଇଯିବ 132। 13,225 ହେଇଯିବ ରାଇଟ୍ ଆନ୍ସର। ହେଲା, ଏଇ ଯୋଉ ଆପ୍ରୋଚ ଥିଲା, ଏଇଟା ଲାଷ୍ଟକୁ ଯଦି 5 ଥିବ ସେଇଥିରେ କାମ କରିବ। ଏବେ ଆମେ ଶିଖିବା ଯେକୌଣସି ସଂଖ୍ୟା ଥିଲେ ବି ତାର ବର୍ଗ ଆମେ କେମିତି ବାହାର କରିବା। ଏବେ ଆମେ ଶିଖିବା ଯେକୌଣସି ସଂଖ୍ୟାର ଆମେ ସ୍କୋୟାର କେମିତି ବାହାର କରିବା। ହେଲା, ଯେକୌଣସି ସଂଖ୍ୟାର ଆମେ ସ୍କୋୟାର ଟାକୁ କେମିତି ବାହାର କରିବା। ଏଇଟା ସବୁ ସଂଖ୍ୟା ପାଇଁ ତମର ୟୁଜ ହବ। ଫାଷ୍ଟ ଆମେ ଏକ୍ସାମ୍ପଲ ନେଇକି ଦେଖିବା। 9 8। 98 ର ସ୍କୋୟାର ଆମେ କେମିତି ବାହାର କରିବା। ହେଲା, ଦେଖ, କୌଣସି ସଂଖ୍ୟାର ଯେତେବେଳେ ଆମେ ବର୍ଗ ବାହାର କରିବା, ଆମେ ଦେଖିବାକୁ ପଡିବ ତାର ବେସ୍ କଣ। ଦେଖ, ଯେମିତି 98 ଟା କାହା ପାଖାପାଖି ଆସିବ? 100 ପାଖାପାଖି। ତ ଏଠି ଆମେ 100 କୁ ବେସ୍ ନେଇକି ଚାଲିବା। ତ ବେସ୍ ଆମେ କଣ କଣ ନେଇପାରିବା? 50 ନେଇପାରିବା, ତାପରେ 100, ତାପରେ 150, 200, 250, ଏମିତି ହେଇକି ଆମେ ବେସ୍ ସବୁ ନେଇପାରିବା। ହେଲା, 98 ଟା କାହା ପାଖାପାଖି ଆସୁଛି? 100 ପାଖାପାଖି ଆସୁଛି। ତ ଆମେ 100 କୁ ବେସ୍ ନେଇକି ଚାଲିବା। ଯଦି ମୁଁ କରିଥାନ୍ତି ମନେକର 37, ଏଟା କାହା ପାଖାପାଖି ଆସୁଛି? 50 ପାଖାପାଖି ଆସୁଛି। ତ 50 କୁ ବେସ୍ ନେଇକି ଯାଇଥାନ୍ତି। ମୁଁ ମନେକର କରିଥାନ୍ତି 148, ଏଇଟା କାହା ପାଖାପାଖି ଆସୁଛି? 150 ପାଖାପାଖି। ତ 150 କୁ ବେସ୍ ମାନିକି କରିଥାନ୍ତି। ହେଲା, ଏବେ ଯୋଉ 98 ରେ ଆମେ ବାହାର କରିବା, ଏଟା ହଉଛି 100 କୁ ବେସ୍ ନେଇକି ଆମେ ଚାଲିବା। ହଉ, କେମିତି କରିବା ଦେଖ। ଫାଷ୍ଟ ଆମେ କଣ କରିବା? ଦେଖ, ଏଠି 98 ଅଛି। ଏଇ 98 ଟା 100 ଠୁ କେତେ କମ? 98 ଟା 100 ଠୁ 2 କମ। କେତେ କମ? 2 କମ। ତ 2 ର ସ୍କୋୟାର ଆମେ ବାହାର କରିବା। 2 ର ସ୍କୋୟାର କେତେ? 4। ଏଇଠି ଲେଖିବା 4। କି ଏଠି ଗୋଟେ ଗାର ପକେଇବା, କିନ୍ତୁ ମନେ ରଖ ଏଇ ଗାରର ଏପଟେ
ଯେତେବେଳେ ଆମେ ବର୍ଗ ବାହାର କରିବା ସବୁବେଳେ ଦିଟା ସଂଖ୍ୟା ରହିବ, ଦୁଇରୁ ଅଧିକ ରହିବନି କି ଦୁଇରୁ କମ ସଂଖ୍ୟା ମଧ୍ୟ ରହିବ। ତ ଆମେ କଣ କରିବା, ଏଇ ଗାର ଏପଟେ ଦିଟା ଡିଜିଟ ଲେଖିବା, କିନ୍ତୁ ଏଠି ତ ଦୁଇର ସ୍କୋୟାର କେତେ ବାହାରୁଛି, 4 ବାହାରୁଛି, ତ ଏଠି 0 4 ଲେଖିବା। କେତେ ଲେଖିବା, 0 4। ଏବେ ଦେଖ ଆମେ କଣ କରିବା, ଏବେ ଆମେ କଣ କରିବା ଯେ 98 ଟା 100 ରୁ କେତେ କମ, 2 କମ। ତ 98 ରୁ ଆମେ 2 ଫେଡିବା, ଯେତିକି କମ ସେତିକି ଫେଡିବା। 98 ରୁ 2 ଗଲେ 96। କେତେ, ଏଠି ଲେଖିବା 96। କେତେ ଲେଖିବା, 96। ତାପରେ କଣ କରିବା, ଆମେ ବେଶ କାହାକୁ ନେଇଛେ, 100 କୁ ବେଶ ନେଇକି କରୁଛେ, ହେଲା। ତ ଆମେ ଦେଖିବା 100ରେ କେତେ ଗୁଣନ କଲେ 100 ଆସିବ। ଯାହାକୁ ବେଶ ନେଇଛ ଏପଟେ ସେଇଟା ଆସିବା ଦରକାର। 100ଟା ଏଠି ସବୁବେଳେ ଫିକ୍ସ। ମନେକର 50 କୁ ବେଶ ନେଇଥାନ୍ତେ, 100ରେ କେତେ ଗୁଣନ କଲେ ଏଠି 50 ଆସିବ। ମନେକର 150 କୁ ବେଶ ନେଇକି କରିଥାନ୍ତେ, 100ରେ କେତେ ଗୁଣନ କଲେ ଏଠି 150 ଆସିବ, ହେଲା। ଏମିତି ଆମେ କରିଥାନ୍ତେ। ତ ବେଶ ଆମେ 100 କୁ ନେଇଛେ ଯେହେତୁ, 100ରେ କେତେ ଗୁଣନ କଲେ 100 ଆସିବ, 1 ଗୁଣନ କଲେ। ତ ଏଇ 96ରେ ଆମେ କେତେ ଗୁଣିବା, 1 ଗୁଣିବା। ତ ଆନ୍ସର କେତେ ଆସିଲା, 9604, ହେଲା। ଏଇଟା ହଉଛି ତାର ଆନ୍ସର। 98 କୁ 98 ରେ ଯଦି ଗୁଣିକି ଦେଖିବ 9604 ହିଁ ଆସିବ। ଦେଖ, 8 ଅଷ୍ଟା 64, 4 ରଖି 6 ଗଲା, 8 9 72, 6 78, 9 ଅଷ୍ଟା 72, 2 ରଖି 7, 9 9 81, 7 88, 4 8 2 10, 0 ରଖି 1 ଗଲା, 8 7 15 1 16, 6 ରଖି 1 9, ମ୍ୟାଚ୍ କରିଗଲା। ତ 9604। ଆଉ ଗୋଟେ ଏକ୍ସାମ୍ପଲ ଆମେ ନେଇକି ଦେଖିବା। ଯେମିତି କି ଗୋଟେ ଏକ୍ସାମ୍ପଲ ଆମେ ନବା, କେତେ, 97 93। କେତେ ନବା, 93 ର ସ୍କୋୟାର ଆମେ ବାହାର କରିବା। ଦେଖ, ଏଇଠି 93 ଟା କାହା ପାଖାପାଖି, 100 ପାଖାପାଖି। ତ 100 କୁ ବେଶ ନେଇକି ଆମେ କରିବା। ଆଚ୍ଛା, ଫାଷ୍ଟ ଜିନିଷ ଆମକୁ ଦେଖିବାର ଅଛି, 93 ଟା 100 ଠୁ କେତେ କମ, 7 କମ। ତ 7 ର ବର୍ଗ ଆମେ ବାହାର କରିବା। 7 ର ବର୍ଗ କେତେ, 49। ଏଠି 49 ଲେଖିବା, ଗାର ପକେଇଦବା। ଏପଟେ ସବୁବେଳେ ଦିଟା ସଂଖ୍ୟା ରହିବ, ଆଉ ଦିଟା ସଂଖ୍ୟା ବି ଫିଲ୍ ହେଇଗଲା। ଯାହା ଲେଖିବା ଏବେ ଆମେ ଏପଟେ ଲେଖିବା। 7 କମ 93 ଟା, 93 ଟା 100 ଠୁ 7 କମ। ତ 93 ରୁ 7 ଆମେ ଫେଡିବା, କେତେ ଆସିବ, 86। ତ ଏଇଠି ଆମେ କେତେ ଲେଖିବା, 86। ଏଠି ଗୁଣନ ଚିହ୍ନ ଦବା। ଆଚ୍ଛା, ବେଶ ଆମେ କେତେ ନେଇଛେ, 100 ନେଇଛେ। ତ 100ରେ କେତେ ଗୁଣିଲେ 100 ଆସିବ, 1 ଗୁଣିଲେ 100 ଆସିବ। ତ ଏଠି 1 ଗୁଣନ କରିବା। ତ କେତେ ହେଇଗଲା, 86 କେ 86, ପଟେ 4 9 କୁ 4 9। ତ ଏଇଟା ହେଇଗଲା ତାର ରାଇଟ୍ ଆନ୍ସର, ହେଲା। 93 ର ତମେ ଯଦି ବର୍ଗ ବାହାର କରିକି ଦେଖିବ, ତାହେଲେ 8 6 4 9 ହିଁ ବାହାରିବ, ହେଲା। ଆଉ ଗୋଟେ ଏକ୍ସାମ୍ପଲ ନେଇକି ଦେଖିବା। ଆମେ ଦିଟା 100 ବେସ୍ କୁ ନେଇକି କଲେ, ଏବେ ଅଲଗା ବେସ୍ ଚେଞ୍ଜ କରିକି ଆମେ କରିବା। ଦେଖ, ଯେମିତି କି ଫର ଏକ୍ସାମ୍ପଲ ଆମେ ନବା, କେତେ, 148। କେତେ, 148 ର ସ୍କୋୟାର ଆମେ ବାହାର କରିବା। ଦେଖ, 148 ଟା କାହା ପାଖାପାଖି ସଂଖ୍ୟା, 148 ଟା 150 ପାଖାପାଖି। କାହା ପାଖାପାଖି, 150 ପାଖାପାଖି। ତାମାନେ ଏଠି ଆମେ ବେଶ 150 କୁ ନବା। ହଉ, ଏବେ ଦେଖ ଆମେ କଣ କରିବା, ଏଠି ଯୋଉ 148 ଟା ଅଛି, 150 ରୁ କେତେ କମ, 2 କମ। ଏପଟେ ଆମେ ଦିଟା ଡିଜିଟ ଲେଖିବା ବୋଲି ମୁଁ କହିଥିଲି। 2 କମ ମାନେ 2 ର ସ୍କୋୟାର ଆମେ କରିବା। 2 ର ସ୍କୋୟାର କେତେ, 4। ଏଠି 4 ଲେଖିବା, ଏଠି କିଛି ନାହିଁ ମାନେ ଏଠି 0 ଲେଖିବା। ଯେମିତି ହେଲେ ବି ଏପଟେ ଦିଟା ଯାକ ସିଟ୍ ଫିଲଅପ ହବ, ହେଲା। 2 ରୁ ଅଧିକ ନୁହଁ କି 2 ରୁ କମ ନୁହଁ, ଗଲା। ତାପରେ 148 ଟା କେତେ କମ, 150 ଠୁ 2 କମ। ତ 148 ରୁ ଆମେ ଆହୁରି 2 କମ କରିବା, କେତେ, ଏଇଠି ଲେଖିବା 146। କେତେ ଲେଖିବା, 146। ଗୁଣନ ଚିହ୍ନ ଦବା। ଦେଖ, ଏଇଠି ଆମେ ଆଉ 100 ବେଶ ନେଇନି, ଏଇଠି ଆମେ 150 ବେଶ ନେଇଛେ। କାହିଁକି ନା 148 ଟା 150 ପାଖାପାଖି। ତାମାନେ ଏଇଠି ଆମେ କଣ ବାହାର କରିବା, 100ରେ କେତେ ଗୁଣନ କଲେ 150 ଆସିବ। 100ରେ ମନେକର 100 ଗୁଣନ କଲେ 150 ଆସିବ। ତ x ର ମୂଲ୍ୟ କେତେ, 150 ବାଇ 100। 0 କୁ 0 କଟିଲା,
ପାଞ୍ଚ ତିରିକି 15, 5 ଦୁଗୁଣେ 10, କେତେ 3/2। ତ 100ରେ ଦେଖ ଆମେ ଯଦି 3/2 ଗୁଣନ କରିଦବା, 2 କି 100 କଟିଲେ 50, 50 ତିରିକି କେତେ 150 ଆସୁଛି ହେରି, ଆମ ବେଶ ପଳେଇ ଆସୁଛି। ତାମାନେ ଏଠି କେତେ ଗୁଣନ କରିବା? 3/2 ଗୁଣନ କରିବା। 2 କୁ 144ରେ କାଟିଲେ କେତେ? 2 ସନ୍ତା 14, 2 ତିରିକି 6, ତାପରେ 3 ତିରିକି 9, 3 ସନ୍ତା 21, ଏପଟେ କେତେ ଅଛି? 0 4। ତ ରାଇଟ୍ ଆନ୍ସର ହେଇଯିବ 21904। এইটা ହେଇଯିବ ରାଇଟ୍ ଆନ୍ସର। ଏବେ ଆମେ ଆଉ ଗୋଟେ ଏକ୍ସାମ୍ପଲ କରିକି ଦେଖିବା ହେଲା। ଏବେ ଆମେ ଆଉ ଗୋଟେ ଏକ୍ସାମ୍ପଲ ନେଇକି ଶିଖିବା ହେଲା। ମନେକର ମୁଁ ଗୋଟେ ସଂଖ୍ୟା ନେବି କେତେ? 300, 300 କେତେ? 335, 335 ର ବର୍ଗ। ଦେଖ ଲାଷ୍ଟ କୁ 5 ଅଛି, 25, 33 କି 34ରେ ଗୁଣିବ, ବେଶୀ ବଡ ହେଇଯିବ, ତ ସେମିତି କରିବା ଦରକାର ନାହିଁ। ଦେଖ କେମିତି କରିବ। এইটা କଣ? এইଟା 335 ଟା କାହା ପାଖାପାଖି? ଏଟା ହଉଛି 350 ର ପାଖାପାଖି। 350 ର ପାଖାପାଖି। ତ ଏଠି ବେସ୍ ଆମେ କାହାକୁ ନବା? 350 କୁ ଆମେ ବେସ୍ ନେଇଯିବା ହେଲା। 350 କୁ ବେସ୍ ନେଇକି କରିବା। ସିମ୍ପଲ ଜିନିଷ। ଆମେ ଫାଷ୍ଟ ଦେଖିବା କଣ? 335, ଆମେ ଏଠି ଗାର ପକେଇକି ଏପଟେ ଦିଟା ଗାର, ମାନେ ଏମିତି ଦିଟା ଏପଟେ ଜାଗା ଛାଡିଦବା, ଏପଟେ ଦିଟା ହିଁ ତମର ଡିଜିଟ ରହିବ, ଯେମିତି ହେଲେ ବର୍ଗ କାଢିବ ମାନେ। 335 ଟା 350 ରୁ କେତେ କମ? 15 କମ। କେତେ କମ? 15 କମ। 15 କମ ମାନେ 15 ର ସ୍କୋୟାର କେତେ? 15 ର ସ୍କୋୟାର ହଉଛି 225। 15 ର ସ୍କୋୟାର 225 ହେଲା। ଦେଖ ଏପଟେ ତ ତମେ କେବଳ ଦିଟା ରଖିପାରିବ, କିନ୍ତୁ ଏଇଠି ତ ତିନିଟା ଆସିଗଲା। ତମେ ଏଇ ଲାଷ୍ଟ ଦିଟା ଯାକ ହିଁ ରଖିବ। ଲାଷ୍ଟ ଦିଟା ଯାକ ରଖିବ। ତାହେଲେ ଏଇ ଦୁଇଟା କଣ ହବ? ଏଇ ଦୁଇଟା ଏଇ ଉପରେ ଲେଖିଦବ ହେଲା। ସରି। ଏବେ ଦେଖ ଆମେ କଣ କରିବା। 15 କମ ଥିଲା 335 ଟା 350 ଟୁ, ତ 335 ରୁ ଆମେ 15 ଫେଡାଣ କରିବା। 5 ରୁ 5 ଗଲେ 0, 3 ରୁ 1 ଗଲେ 2, 3 କୁ 3। ଏଠି କେତେ ଲେଖିବା? 320। ଗୁଣନ ଚିହ୍ନ ଦେଇଦବା। ଦେଖ ଏଇଠି ଆମେ ବେଶ କେତେ ନେଇଛେ? 350 ବୋଲି ବେଶ ନେଇଛେ। 350 ବୋଲି ବେଶ ନେଇଛେ। ତ 100ରେ ଆମେ ଏଠି କେତେ ଗୁଣନ କରିବା ଯେ 350 ଆସିବ? 100ରେ ମନେକର ଆମେ 100 ଗୁଣନ କରିବା, 350 ଆସିବ। ତ x ର ମୂଲ୍ୟ ହେଇଗଲା 350/100। 0 କୁ 0 କଟିଲା, 5 ସତା 35, 5 ଦୁଗୁଣେ 10। ତ ଏଇଠି କେତେ ଗୁଣନ କରିବା? 7/2। ତ ଏଇଟା କଟିଗଲେ କେତେ ହେଇଯିବ? 16, 7 0 0, 7 42, 2 ରଖି 4, 7 କେ 7 4 11। ଏପଟେ କେତେ ଥିଲା? ଏପଟେ କେତେ ଥିଲା? 2 5 ହେଲା। ଦେଖ ଏଇ ଉପରେ ଯୋଉ ଦୁଇଟା ଥିଲା, ଏଇ ଉପରେ ଯୋଉ ଦୁଇଟା ଥିଲା ସେଇଟା ଏପଟେ ଆସିକି ମିଶିଯିବ। କାହିଁକି? କାହିଁକି ନା ଏପଟେ ତ କେବଳ ଦିଟା ରହିବ। ଏଇ ଦୁଇଟା ତାହେଲେ କୁହାଯିବ, ଏଇ ଦୁଇଟା ଏଥିରେ ମିଶିଯିବ। 1120ରେ ଯଦି ଆମେ +2 କରିବା, ଇଏ କେତେ ହେଇଯିବ? 1122। ଏପଟେ କେତେ ଥିଲା? 2 5। ବୁଝିହେଲା? ତ ଏଇଟା ଥିଲା ତାର ରାଇଟ୍ ଆନ୍ସର ହେଲା। ତମେ ଗୁଣିକି ଦେଖ 335 କି 335, ତମର କେତେ ବାହାରିବ? 1 1 2 2 2 5 ବାହାରିବ ତମର। ତ ବର୍ଗ ଆମେ କେମିତି ବାହାର କରିବା ବହୁତ ସହଜରେ ଶିଖିଗଲେ। ଏବେ ଆମେ ବାହାର କରିବା ବର୍ଗ ମୂଳ ଆମେ କେମିତି ବାହାର କରିବା। ଏବେ ଆମେ ଦେଖିବା ସ୍କୋୟାର ରୁଟ୍ କୁ ଆମେ କେମିତି ଟ୍ରିକ୍ ମାଧ୍ୟମରେ ବାହାର କରିବା ହେଲା। ଦେଖ ଗୋଟେ ଏକ୍ସାମ୍ପଲ ନେଇକି ଦେଖିବା। 1849। 1849 ର ସ୍କୋୟାର ରୁଟ୍ ଆମେ କେମିତି ବାହାର କରିବା। ଦେଖ ଲାଷ୍ଟ ରୁ କେତେ ଅଛି? 9। 9 ଅଛି ମାନେ କିଏ କିଏ ଆସିପାରିବେ? 3 ନହେଲେ 7, 3 ନହେଲେ 7। ଦେଖ ତାପରେ ଆମେ କଣ କରିବା? ଏଇ 49 କୁ କାଟିଦବା, ଲାଷ୍ଟ ଦିଟା ଯାକ ସଂଖ୍ୟାକୁ କାଟିଦବା। ଏଇଠି କେତେ ରହିଲା? 18 ହେଲା। 18 ର ପୂର୍ବରୁ ଗୋଟେ ବର୍ଗ ସଂଖ୍ୟା ଲେଖିବା, 18 ର ପରେ ଗୋଟେ ବର୍ଗ ସଂଖ୍ୟା ଲେଖିବା। 18 ପୂର୍ବରୁ 16, 18 ପରେ କିଏ? 25 ହେଲା। 18 ପୂର୍ବରୁ ଗୋଟେ ଲେଖିବା, 18 ପରେ ଗୋଟେ ଲେଖିବା। ଦେଖ ଏଇଠି ସବୁବେଳେ ଯୋଉ ନମ୍ବରଟା ଲେଖିବ, 18 ପୂର୍ବରୁ ଯୋଉ ବର୍ଗ ସଂଖ୍ୟା ନେଇଥିବ
ସେଟା କାହାର ବର୍ଗ ସେଇଟା ଲେଖିବ। 16ଟା କାହାର ବର୍ଗ? 4। ତ ଏଇଠି ଲେଖିବ 4, ଏଇଠି ଲେଖିବ 4। ଏବେ 43 ଆସିବ ନା 47 ଆସିବ ସେଇଟା ଆମେ କେମିତି ଜାଣିବା? ଦେଖ 43 ଆଉ 47 ଜାଣିବା ପାଇଁ ଆମକୁ କଣ କରିବାକୁ ପଡିବ? 16 ଆଉ 18 ଭିତରେ ଡିଫରେନ୍ସ କେତେ? 2। 18 ଆଉ 25 ଭିତରେ ଡିଫରେନ୍ସ କେତେ? 7। ଦେଖ ଏଠି 2 ଗ୍ୟାପ 16 ରୁ 18 ଭିତରେ, ଏଠି 7 ଗ୍ୟାପ। ତ ସବୁଠୁ କମ ଗ୍ୟାପ କୋଉଟା ବା ସବୁଠୁ ପାଖାପାଖି କୋଉଟା? ଏଇଟା ପାଖାପାଖି। ଏଇଟା କିଏ? 16ଟା ସାନ, ତେଣୁ ଏଠି ଆମେ ସାନ ସଂଖ୍ୟାଟା ନବା। ତ ୟାର ରାଇଟ୍ ଆନ୍ସର କେତେ ହେଇଯିବ? 43 ହେଲା। ତ ଏଇଟା ଥିଲା ସ୍କୋୟାର ରୁଟ ର ଟ୍ରିକ୍।